ଦେଖନ୍ତୁ ଆପଣ ଯେଉଁ କଥା କହିଲେ ଆପଣମାନଙ୍କୁ ଗଣମାଧ୍ୟମକୁ ପ୍ରଥମ ଧନ୍ୟବାଦ ଦେବି ଯେ ପ୍ରଥମେ ଆପଣମାନେ ଆଇନ ଶୃଙ୍ଖଳା ଯେଉଁ ବିପର୍ଯ୍ୟସ୍ତ ହେଉଛି ସେ ବିଷୟରେ ସବୁ ଜାଗାରେ ଯେମିତି କହିଲେ କେବଳ ବାଲେଶ୍ୱର ନୁହେଁ ମୟୂରଭଞ୍ଜ ନୁହେଁ ସାରା ଓଡ଼ିଶାରେ ଆଜି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଆପଣ ଦେଖୁଥିବେ ମୟୂରଭଞ୍ଜ ଭଳିଆ ବାରିପଦା ଭଳିଆ ଗୋଟେ ଶାନ୍ତିପ୍ରିୟ ସହରରେ ପ୍ରତ୍ୟେକ ଦିନ ଚୋରି ଡକାୟତ ରାହାଜାନୀଠୁ ଆରମ୍ଭ କରିକି ମୟୂରଭଞ୍ଜ ଭଳିଆ ବାରିପଦା ଭଳିଆ ଶାନ୍ତିପ୍ରିୟ ସହରରେ ପ୍ରତ୍ୟେକ ଦିନ ଗୁଳି ଫୁଟୁଛି ଏବଂ ଆପଣ ଏ ଘଟଣା ଏ କାରଣ ପଛରେ ଯେଉଁ ରହସ୍ୟ ଲୁଚି ରହିଛି ସେଟା ହେଲା ଯେଉଁ ଡବଲ ଇଞ୍ଜିନ ଯେଉଁ ସରକାର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏବେ ଥାନାକୁ ଚଲାଉଛନ୍ତି। ପୁଲିସର ମନୋବଳ ଦୁର୍ବଳ ହେଇଯାଇଛି। ପୁଲିସ କେବଳ ସେମାନଙ୍କର ନେତାମାନଙ୍କର ହାତବାର୍ଷୀ ହେଇକି ସରକାରୀ ଦଳର ନେତାମାନେ ଯାହାକୁ ବାନ୍ଧ କହିଲେ ବାନ୍ଧୁଛନ୍ତି, ଯାହାକୁ ଛାଡ଼ କହିଲେ ଛାଡ଼ୁଛନ୍ତି। ସେଇଥିପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଇଯାଇଛି ଏବଂ ତା ସହିତ ଆପଣ ଦେଖୁଥିବେ ପ୍ରତ୍ୟେକ ଦିନ ଯେତେ ମାଇନର ମିନେରାଲ ଅଛି ସେ ଲୁହା ପଥର ଚୋରା ଚାଲାଣଠୁ ଆରମ୍ଭ କରି ବାଲିଠୁ ଗୁଡ଼ିଠୁ ମାଟିଠୁ ସବୁ ଆଜି ସେ ମାଫିଆମାନଙ୍କୁ କବ୍ଜାକୁ ପଳେଇଛି ଏବଂ ସେ ମାଫିଆମାନଙ୍କ ପଛରେ ସେମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ କିଛି ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ସେ ମାଫିଆମାନଙ୍କୁ ସେମାନେ ପ୍ରୋଟେକ୍ସନ ଦେଉଛନ୍ତି ଏବଂ ତା ପଛରେ ଜିଲ୍ଲାର ଲୋକାଲ ମନ୍ତ୍ରୀଠୁ ଆରମ୍ଭ କରି ବିଧାୟକମାନେ ସମସ୍ତେ ଏ କାମ କରୁଛନ୍ତି। ତେଣୁ ସାଧାରଣ ଜନତା ଆଜି ହନ୍ତସନ୍ତ। ସେଥିପାଇଁ ଆମେ ଆସିଥିଲୁ ଡିଆଇଜିଙ୍କ ପାଖକୁ। ଆମେ ସବୁ ଯାହା ଘଟଣା ଜିଲ୍ଲାରେ କିଛି ଦିନ ଭିତରେ ଘଟିଯାଇଛି ମୁରୁଡା ଥାନା ବିଶେଷ କରି ମୁରୁଡା ଥାନା ଅଞ୍ଚଳରେ ଯେଉଁ ମାଇନର ଗୋଟେ ଝିଅ ତାକୁ କିଛି ମୁଷ୍ଟିମେୟ ସେଇ ଭାରତୀୟ ଜନତା ପାର୍ଟିର କର୍ମୀମାନେ ତାକୁ ପ୍ରତ୍ୟେକ ଦିନ ସ୍କୁଲରୁ ଯିବା ଆସିବା କଲା ସମୟରେ ତାକୁ ଦୁର୍ବ୍ୟବହାର କରୁଥିଲେ। ଯେତେବେଳେ ସେମାନେ ବାପା ମାଙ୍କୁ ନେଇକି ସେ ଯେତେବେଳେ ଥାନା ଗଲେ ସେ ଥାନା ଅଫିସର ଯିଏ ଅଛନ୍ତି ମୁରୁଡାରେ ସୁମିତ ସରେନ ସେ ତାଙ୍କୁ ଆଉ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଜେଲ ପଠାଇ ଦେବାର ଧମକ ଦେଲେ, ଯାହାଫଳରେ ସେ ମାଇନର ଝିଅ ଦଶମ କ୍ଲାସରେ ସେ ଝିଅ ପାଠ ପଢ଼ୁଥିଲା। ସେ ସେଇ ଥାନା ଭିତରେ ତାର ସେନ୍ସ ପଳେଇଲା, ମୂର୍ଚ୍ଛା ହେଇଗଲା। ତାକୁ ସେଇଠୁ ପୁଣି ବାରିପଦା PRM ହସ୍ପିଟାଲକୁ ଆଣିକି 2-3 ଦିନ ତାକୁ ଟ୍ରିଟମେଣ୍ଟ କଲା ପରେ ସେ ଘୁରିକି ଗଲା ଏବଂ ତାପରେ ବି ଯିଏ ଭିକ୍ଟିମ୍ ତାଙ୍କୁ ଧମକା ଦେଉଛି। SDPO ହସ୍ତକ୍ଷେପ କଲା ପରେ ତାର କେସ୍ ନିଆଗଲା। ଦେଖନ୍ତୁ ଆମେ ତ ନିଷ୍ପତ୍ତି ନେଇଛୁ, ମୟୂରଭଞ୍ଜ ଜିଲ୍ଲାର ବିଜୁ ଜନତା ଦଳ ସମସ୍ତ ନେତୃବୃନ୍ଦ ଆମେ ଏକଜୁଟ ଅଛୁ। ଆଉ ଯେତେ ଅନ୍ୟାୟ ହେଉଛି ତା ବିରୁଦ୍ଧରେ ପ୍ରତିବାଦ ହେବ। ସବୁଦିନ ଆପଣମାନେ ଦେଖିବେ ଆମେ ରାଜରାସ୍ତାରେ ଠିଆ ହେବା, ପ୍ରତିବାଦ କରିବା। ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଜୋରଦାର ହେବ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେବ।